ସଭିଏଁ ମୋର ଭଲ୍ କରି ନମସ୍କାର। ତ କେମିତି ଅଛ ସମସ୍ତେ? ଆଜି ଫେର୍ ଆଉ ଥରେ ମୁଇଁ ସକାଳ ମୋର୍ ଦାଦା ଘର ପଳେଇ ଆସିଥିଲି। ତ ଦେଖିଲି ଯେ ରାସ୍ତାରେ ପୁରା କୁହୁଡ଼ି ଢାକିଛି ଜୋରସୋର। ମୁଇଁ ଯାଇକିନା ବାଗାନକେ ଗଲି, ଦେଖିଲି ଯେ ମୋର୍ ଦାଦା ସେଠି ଗଛରେ ପାଣି ଦଉଛେ। ମୁଇଁ ଦାଦାକେ ପଚାରିଲି, ତୁମକେ ଥଣ୍ଡା ନାଇଁ ଲାଗୁଛି ଗୋ? ସଲା ଦେଖୁଛେ ଆହୁରି ପଚାରୁଛେ, ଦେଖୁଛେ ପୁରା 2 କିଲିଆ କମଳ ଗୋଟେ ଢାକି ଯାଇଛେ। ପୁରା ମୁଇଁ କହିଲି ଯେ କମଳ କେନ୍ତି, ଜ୍ୟାକେଟଟା ତ ପିନ୍ଧଛୁ ଆଉ ସେଇଟା ମୋର୍ କମଳ ସମାନ। କିସ ହେଲା ବେ ମାଙ୍କଡ଼, ତୋର କନିଆ ଛାଡ଼ି ପଳେଇଲା ନା କିସ? କାଇଁ ଏମିତି ଦୁଃଖରେ ବସିଛୁ? ଯା ଘରକୁ ଯିବୁ। ମୁଇଁ ଭାବିଲି ରୋଷେଇ ଟିକେ ଆଣି ଆସେ। ରୋଷେଇ ନାଇଁ ଆଜ୍ଞା ମୁଇଁ ପାଣି ପାଇଁ ଯାଉଛି, ମକେ ଘରେ ପଶେଇବି। ଏଠି ଦେଖିଲି ମୋର୍ ମା ଠିଆ ହେଇଛି। ଏ ମା ଜୁହାର ଗୋ। ଶଳା କିସ ନାଗିବେ ମୋର୍ ଭିଡ଼ିଓ ବନଉଛୁ? ର ମୁଇଁ ମେକଅପ୍ କରିନାଇଁ, ମେକଅପ୍ କରିକିନା ଟିକେ ଆସେ। କିସ ଗାବେ ଏକଲା ଏକଲା ଖାଇଦଉଛୁ, ମତେ ଦେଇତେ ନାଇଁ। ଶଳା ମତେ ଦେବୁ କି ନାଇଁ କହ, ନହେଲେ ଧରିକି ପଳେଇବି। ଏ ମା ମକା ଢୁସି ଦେଲା ଗୋ। ତ ଆଜ୍ଞା ମାନେ ମକା ତ ଗାଈଟା ଢୁସି ଦେଲା। ତ ସବୁ ଯଦି ମୋର୍ ଭିଡ଼ିଓଟା ଭଲ୍ ଲାଗିଛି ହେଲେ ଲାଇକ୍ ସେୟାର ସବସ୍କ୍ରାଇब ଠୁକିକିନା କର। ତ ସଭିଏଁ ମୋର୍ ବାଏ ବାଏ, ଜୟ ଜଗନ୍ନାଥ।